ऑटो थोड़ा रुको, रुको थोड़ा। कहाँ से आए आप लोग? हाँ, ये चिट्ठा आप लोग देते हैं क्या? बोलिए ना। तो रुको थोड़ा। इन चिठा बांटुन ख्रीस्टान चिठा गाड़ी रे भी अच्छे यहाँ तुम लोग है ना। रुको, गाड़ी बंद करो। कहाँ से आए हो? चेन्नई से। किस लिए? किस लिए? किस लिए? हाँ, ये चिठा में क्या है? ये जो आप लोग दे रहे हो ना, ये पेपर आपको आता है ना? पढ़िए ना। आपको मालूम नहीं है कैसे पढ़ता है? आपका दो गाड़ी आया ना, एक गाड़ी आके चला गया, दूसरी गाड़ी वाला है। कहाँ नहीं बांटो छन आमर गाँव को नहीं बांटे बार कहाँ नहीं बांटी बार তোমার পড়া নে ভিতরে বাঁটু ছন আর তুমি কান নি বলছো सब बस्ती पढ़ा दिए আসছন সব ইট মানে 3 घंटा लगा बाटे सन कहिलो केटा। हां बोलो हैं চল फोटो ले लिया। আর কি উড়িয়া ফুড়িয়া আছে কেনতা? दुईटा गाड़ी जन बोले, दुईटा गाड़ी से आछन। और गाड़ी कहाँ गया? और गाड़ी कहाँ गया तुम्हारा? उस पड़ा में गया था, सब बांटा है तुम लोग। क्या क्या ये क्या है? ये क्या है? हम दे भी नहीं है। हाँ, ये क्या है? इधर गाड़ी में क्या है? गाड़ी में रखा है ना ये वाला चीज। हम रख कर यार मंजा हाँ, अरे सुनो कहाँ हेलो आपण ওই খ্রিস্টান এটা করছন না? হ্যাঁ, হ্যালো স্যার, খ্রিস্টান কে প্রবর্তক ছন না আপন? গাঁ গাঁ রে বাঁটু ছন এটা? वो भी क्रिश्चियन। हाँ, খ্রিস্টান তো वो भी क्रिश्चियन। काहे के हिंदू धर्म এটা করছ তুমি? করছ গাঁ গাঁ কাहे যে দউছ তুমি? যিশু প্রভু দরকার নেই না, হিন্দু ধর্ম কাहे তুমি দেই যাও এটা? হ্যাঁ, अपन तो तुमको दरकार माने ग्रहण करो नहीं माने ठीक अछि। हिंदू धर्म के पोसबा का नहीं तुम्हें गाँ गाँ रे काहे जेटा बाँटु छ এটা? गागा घर घर काहे पसो कत হ্যাঁ, देखो तो দেখুন তো তুমি নিয়ম আছে কি তুমি করবার? রুলস আছে কি? হ্যাঁ, তো কে কলে এটা আছে গাঁ গাঁ রে হিন্দু রে দেব? ইনে খ্রিস্টান অছন কি এখানে তোমার? কি অছন কি অছন কি গাঁ রে? देखो तो भाई हाँ, काना मीटिंग है ना? क्या है ना? नहीं, सुनोगे? नहीं, नहीं। सुनोगे? काना नहीं 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 उड़िया जान हिंदी तम के ना जो कहो। नहीं तो उड़िया ले हाँ, उड़िया को है ना मीटिंग है ना? पहला रामपुर सब बोल अपन का बोल के तमिल में बुझे देगा इतके। भैया रामपुर और के रामपुर में से हाँ, इमन सब आसु छन इटा इठाने और बुझो छन इटा ख्रिस्टान ना भार लगी। हैं, तमिल जिन तो तमिल ना भी को சரி நீங்க பேச விட மாட்டீங்களே। सेतिल लगे यार या रेडा लोग ने भी किंदरु छन इटा ख्रिस्टान हो छने के। प्रभु जीशु ख्रीष्टଙ୍କ ମଧୁର ନାମରେ ଆପଣମାନଙ୍କ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଦେଖୁଛନ୍ତି ସତ୍ୟବାଣୀ ଅଫିସିଆଲ। ଏହି ସତ୍ୟବାଣୀ ଅଫିସିଆଲ ଚ୍ୟାନେଲରେ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛୁ। ପ୍ରିୟମାନେ, ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓଟିକୁ ଦେଖିଲେ, ଏହି ଭିଡ଼ିଓଟି ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ପ୍ରିୟମାନେ ଚେନ୍ନାଇରୁ କିଛି ପ୍ରଭୁଙ୍କର ଦାସମାନେ ଆସି ଆଉ ଗୋଟିଏ ଗାଁରେ ସେମାନେ ପତ୍ରିକା ବଣ୍ଟନ କରୁଥିଲେ। ସେଇଟାରେ ଆଉ ଖ୍ରୀଷ୍ଟ ବିରୋଧୀମାନେ ସେମାନଙ୍କୁ ଘେରି ଆଉ ସେମାନଙ୍କୁ ଆଟାକ୍ କଲେ। ଅନେକ ବିଷୟ ସେମାନଙ୍କୁ ଆଉ ଗାଳି କଲେ, ସେମାନଙ୍କୁ ଆଉ ଧରେଇ ଧମକେଇ ସେମାନଙ୍କୁ ଅନେକ ପ୍ରଶ୍ନ ଉତ୍ତର ମଧ୍ୟ କରୁଥିଲେ। ପ୍ରିୟର ମୋର ଭାଇ ଭଉଣୀମାନେ, ସେମାନେ ଯେଉଁ ଉଦ୍ଦେଶ୍ୟ ନେଇକି ଆସିଥିଲେ ଆଉ ତାହା ସେମାନେ ଆଉ ଜାଣିଥିଲେ। କିନ୍ତୁ ଏଠାରେ ଆମମାନେ ଦେଖିବାକୁ ପାଉଛୁ, ସେମାନେ କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ବା ଖ୍ରୀଷ୍ଟିଆନ ନାମରେ ତୁମେମାନେ ହିନ୍ଦୁ ଧର୍ମକୁ ପ୍ରତାରଣା କରୁଅଛ। ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଦରକାର ନାହିଁ। ଆଉ ତାହା ମଧ୍ୟ ଏଠାରେ ସେମାନେ କହୁଥିଲେ। ପ୍ରିୟମାନେ, ସତ୍ୟ ତୁମମାନେ ଜ୍ଞାତ ହେବ, ସେ ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ଆମ ଓଡ଼ିଶାରେ ଖ୍ରୀଷ୍ଟ ଧର୍ମ ପ୍ରଚାର କରିବା ନିମନ୍ତେ ସମସ୍ତଙ୍କର ଅଧିକାର ଅଛି ଆଉ ସମ୍ବିଧାନ ସେମାନଙ୍କୁ ଅଧିକାର ଦେଇଅଛି। ସେଥିପାଇଁ ସେମାନେ ସମ୍ବିଧାନର ନିୟମ ଅନୁଯାୟୀ ସେମାନେ ପ୍ରଚାର କରୁଛନ୍ତି। କିନ୍ତୁ କାହାରିକୁ ସେମାନେ ଜବରଦସ୍ତ ଖ୍ରୀଷ୍ଟିଆନ କରୁନାହାନ୍ତି। ବାକ୍ୟରେ ଲେଖା ଅଛି, ଯେଉଁମାନେ ଶୁଣି ବିଶ୍ୱାସ କରିବେ ସେମାନେ ପରିତ୍ରାଣ ପାଇବେ, କିନ୍ତୁ ଯେଉଁମାନେ ଅବିଶ୍ୱାସ କରିବେ ସେମାନେ ଦଣ୍ଡାଜ୍ଞା ପାଇବେ। ପ୍ରିୟର ମୋର ଭାଇ ଭଉଣୀମାନେ, ଖ୍ରୀଷ୍ଟିଆନ ଲୋକମାନେ କାହାରି ଉପରେ ମଧ୍ୟ ସେମାନେ ପ୍ରେସର କରନ୍ତି ନାହିଁ କି କାହାରିକୁ ମଧ୍ୟ ସେମାନେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରନ୍ତି ନାହିଁ। ସେମାନଙ୍କର ଉଦ୍ଦେଶ୍ୟ ହିଁ ନାହିଁ ସେମିତି କରିବା। କିନ୍ତୁ ଏଠାରେ ଦେଖୁଅଛୁ ଯେ ସେମାନେ କହୁଛନ୍ତି, ତୁମମାନେ ଖ୍ରୀଷ୍ଟିଆନ ଲୋକ ହେଇ ଖ୍ରୀଷ୍ଟିଆନ ଲୋକମାନେ ତୁମେ ଆସି ଆମ ଗ୍ରାମରେ, ଏ ଗ୍ରାମରେ ତ କିଛି
ହିନ୍ଦୁ ଲୋକମାନେ ଅଛନ୍ତି, ଖ୍ରୀଷ୍ଟିଆନ ଲୋକ ଜଣେ ବି ନାହାନ୍ତି। ଆଉ ତୁମେ କାହିଁକି ଏମାନଙ୍କୁ ପ୍ରତାରଣା କରୁଅଛ? ହିନ୍ଦୁ ଧର୍ମକୁ କାହିଁକି ପ୍ରତାରଣା କରୁଅଛ? ଏ ବିଷୟ ସେମାନେ ଅଭିଯୋଗ କରୁଛନ୍ତି। ପ୍ରିୟର ମୋର ଭାଇ ଭଉଣୀମାନେ, ସେମାନଙ୍କର ଅଧିକାର ଅଛି ପ୍ରଚାର କରିବା ପାଇଁ। ସମ୍ବିଧାନ ମଧ୍ୟ ସେମାନଙ୍କୁ ଅଧିକାର ଦେଇଅଛି। ତତ୍ସଙ୍ଗେ ସଙ୍ଗେ ପବିତ୍ର ଶାସ୍ତ୍ର ବାଇବଲରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଅଧିକାର ଦେଇଛନ୍ତି। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛନ୍ତି, ସେମାନେ ତାହାଙ୍କ ବିଷୟ ନ କହିକି ବି ମଧ୍ୟ ରହିପାରନ୍ତି ନାହିଁ। ଯେତେବେଳେ ପିତର ମଧ୍ୟ ଆଉ ଏହିପରି କାରାଦଣ୍ଡରେ ଆଉ ରାଜାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା, ଅନେକ ଲୋକ ତାଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ କଲେ। କିନ୍ତୁ ସେମାନେ କହିଲେ ଯେ ଯାହା ଯାହା ମାନେ ଦେଖିଅଛୁ, ଯାହା ଯାହା ଶୁଣିଅଛୁ, ତାହା ନ କହି ଆମମାନେ ରହି ନପାରୁ। ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମେମାନେ କ୍ରୁଶରେ ହତ କଲ, ତାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରେ ଉଠାଇ ଅଛନ୍ତି ବୋଲି ଆଉ ଯହୂଦୀମାନଙ୍କ ମଧ୍ୟରେ ସେମାନେ ପ୍ରକାଶ କଲେ ସାହସରେ। ସେହିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯେଉଁମାନେ ଆହ୍ୱାନ ପ୍ରାପ୍ତ ହୋଇଛନ୍ତି, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଥିବା ହେତୁ ତାହାଙ୍କର ସୁସମାଚାର ଆଉ କଣେ କଣେ ଯାଇ ପ୍ରଚାର କରିବେ। ଏହା ପ୍ରଭୁଙ୍କର ବାକ୍ୟ। ପ୍ରିୟର ମୋର ଭାଇ ଭଉଣୀମାନେ, ପବିତ୍ର ଶାସ୍ତ୍ର ବାଇବଲ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ଏହି ଧରା ପୃଷ୍ଠରେ ଆଉ ଯେଉଁମାନେ ଶୁଣିବେ, ଯୀଶୁଙ୍କ ନାମରେ ଯେଉଁମାନେ ବିଶ୍ୱାସ କରିବେ, ସେମାନେ କେବଳ ପରିତ୍ରାଣ ପାଇବେ। କିନ୍ତୁ ଧର୍ମ ପରିବର୍ତ୍ତନ ବିଷୟରେ ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ଜାଣିନାହାନ୍ତି ବାସ୍ତବରେ କି ପ୍ରକାର ଧର୍ମ ପରିବର୍ତ୍ତନ କରାଯାଏ। ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ ଯେଉଁ ପତ୍ରିକାଟିକୁ ସେମାନେ ବାଣ୍ଟୁଥିଲେ, ଚେନ୍ନାଇରୁ ଆସିଥିଲେ ପ୍ରଭୁଙ୍କର ଦାସମାନେ, ଆଉ ସେମାନଙ୍କ ଉପରେ ସେମାନେ ଅନେକ ପ୍ରକାର ଅଭିଯୋଗ ମଧ୍ୟ କରୁଥିଲେ, ଅନେକ ପ୍ରକାର ବଡ଼ ବଡ଼ କଥା ମଧ୍ୟ କହୁଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଶୀର୍ବାଦ ଶକ୍ତି ସେମାନଙ୍କ ଉପରେ ଅଛି। ଭିଡ଼ିଓଟିକୁ ଆପଣମାନେ ଦେଖିଲେ। ପ୍ରିୟର ମୋର ଭାଇ ଭଉଣୀମାନେ, ଆଜି ବି ଯେଉଁମାନେ ମନ ପରିବର୍ତ୍ତନ କରିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ, ସେମାନେ ଅନନ୍ତ ଜୀବନ ପାଇବେ। ଯୀଶୁଙ୍କୁ ଯେଉଁମାନେ ଜାଣିବେ, ସେମାନେ ଅନନ୍ତ ଜୀବନ ପାଇବେ। ସତ୍ୟ କେବଳ ଜଣେ ମାତ୍ର ଅଟନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଛଡ଼ା ଏହି ଜଗତର ଏହି ପୃଥିବୀରେ କେହି ମଧ୍ୟ ସତ୍ୟ ଈଶ୍ୱର ନାହାନ୍ତି। ସେହି ଏକମାତ୍ର ପଥ ସତ୍ୟ ଜୀବନ ଈଶ୍ୱର ଅଟନ୍ତି। ସେଥିପାଇଁ ସେ କହିଲେ, ଜହନ 14:6 ଲେଖା ଅଛି, ଯୀଶୁ କହିଲେ, ମୋ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ କଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରିୟମାନେ, ପ୍ରେରିତ ପୁସ୍ତକ 4 ତାର 12 ମଧ୍ୟ ଲେଖା ଅଛି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ଏହି ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଏ ନାହିଁ, ଯେଉଁ ନାମ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହୁଏ। କେବଳ ସେହି ନାମ ଗୋଟିଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯୀଶୁ ନାମକୁ ଯେଉଁମାନେ ଜାଣିବେ, ସେମାନେ ପାପର ମୁକ୍ତି ପାଇବେ, ଶୈତାନର ବନ୍ଧନରୁ ଉଦ୍ଧାର ପାଇବେ, ନର୍କରୁ ସେମାନେ ଅନନ୍ତ ନର୍କରୁ ସେମାନଙ୍କର ଜୀବନ ଉଦ୍ଧାର ହେବ। ସେମାନେ ନିଜର ଜୀବନକୁ ବଞ୍ଚେଇ ପାରିବେ, ଅନନ୍ତ ଜୀବନର ଅଧିକାରୀ ହେବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯେଉଁମାନେ ବିଶ୍ୱାସ କରିବେ, ପ୍ରଭୁ ହେଉଛନ୍ତି ପଥ, ପ୍ରଭୁ ହେଉଛନ୍ତି ଜୀବନ, ପ୍ରଭୁ ହେଉଛନ୍ତି ଏକମାତ୍ର ସତ୍ୟ। ତାହାଙ୍କ ଛଡ଼ା ଏହି ସତ୍ୟ ଏହି ଜଗତରେ କେହି ନାହାନ୍ତି। ଲେଖା ଅଛି, ତୁମମାନେ ସତ୍ୟ ଜ୍ଞାତ ହେବ, ପୁଣି ସେ ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ଏହି ଧରା ପୃଷ୍ଠରେ, ଏହି ଆକାଶରେ, ଏହି ପୃଥିବୀରେ କୌଣସି ନାମ ନାହିଁ କେବଳ ଆମମାନଙ୍କୁ ପରିତ୍ରାଣ କରିପାରେ ନାହିଁ। ସେ ନାମ କେବଳ ଯୀଶୁ ନାମ। ଆଜି ଏହି ସୁସମାଚାରଟିକୁ ଆପଣମାନେ ଶୁଣନ୍ତୁ, ଆଉ ପ୍ରଭୁଙ୍କର ଆଶୀର୍ବାଦ ଆପଣମାନେ ପାଆନ୍ତୁ। ପୃଥିବୀରେ କେବଳ ପାପ କ୍ଷମା, ରୋଗର ଆରୋଗ୍ୟ, ମୃତ୍ୟୁରୁ ବଞ୍ଚାଇବା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେହି ଆପଣମାନଙ୍କ ଜୀବନକୁ ବଞ୍ଚାଇବ, ସେହି ଆପଣମାନଙ୍କର ଜୀବନର ସାଥୀ ହେବ, ସେହି ଆପଣମାନଙ୍କର ଆଉ ତ୍ରାଣକର୍ତ୍ତା, ହୃଦୟର ମୁକ୍ତିଦାତା, ଉଦ୍ଧାରକର୍ତ୍ତା ପରମେଶ୍ୱର ହେବ। ପ୍ରିୟମାନେ, ଏହି ଭିଡ଼ିଓଟିକୁ ଆପଣମାନେ ଆଉ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଅନ୍ୟ ଲୋକମାନଙ୍କ ନିକଟରେ ମଧ୍ୟ ସେୟାର କରନ୍ତୁ, ଯେପରିକି ସେମାନେ ମଧ୍ୟ ସତ୍ୟକୁ ଜାଣିବେ ଏବଂ ସତ୍ୟକୁ ଚିହ୍ନିବେ, ସତ୍ୟକୁ ବିଶ୍ୱାସ କରିବେ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ
ଅନୁଗ୍ରହ କରନ୍ତୁ। ଆମିନ୍।